ନିବେଶକଙ୍କୁ ଡାକିଲେ ମୁଖ୍ୟମନ୍ତ୍ରୀ। ଗତକାଲି ସିଙ୍ଗାପୁର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସିଙ୍ଗାପୁରର ପରିବହନ ମନ୍ତ୍ରୀ ଚି ହଙ୍ଗ୍ ଟାଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏଜୁକେସନର ସିଇଓ ସୁରେଶ ନଟରାଜନ ସହ ଆଲୋଚନା କରି ଆୟୋଜିତ ଏକ ମେଗା ରୋଡ୍ ଶୋରେ ଯୋଗଦେଇ ସିଙ୍ଗାପୁରର ପ୍ରତିଷ୍ଠିତ ପୁଞ୍ଜିପତି ଓ ନିବେଶକମାନଙ୍କୁ ଭେଟି ଓଡ଼ିଶାରେ ନିବେଶ କରିବାକୁ ସେମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ପରିଦର୍ଶନ କରି ବନ୍ଦର ଓ ଲଜିଷ୍ଟିକ୍ ପରିଚାଳନା ଉପରେ ଆଲୋଚନା କରିଛନ୍ତି। ଆସନ୍ତା 2025 ଜାନୁଆରୀରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ଏନ୍କ୍ଲାଭରେ ଭାଗ ନେବା ଲାଗି ସେ ଶିଳ୍ପପତି ଓ ସିଙ୍ଗାପୁରର ବରିଷ୍ଠ ଅଧିକାରୀଙ୍କୁ ଆମନ୍ତ୍ରଣ କରିଛନ୍ତି। ସିଙ୍ଗାପୁରରୁ ସୁବ୍ରତ ନାୟକଙ୍କ ରିପୋର୍ଟ, ଓଡ଼ିଶୀ ଖବର।